ଭାବି ବିଚାରି କାର୍ଯ୍ୟ କଲେ ବିପଦ ନ ପଡ଼ଇ ଭଲେ। ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 155ତମ ଜନ୍ମ ଜୟନ୍ତୀ। ଲାଲ ବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜୟନ୍ତୀ। ଜୟନ୍ତୀରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସମସ୍ତ ଯେଉଁମାନେ ନେତୃତ୍ୱ ଆମକୁ ଆଣି ଦେଇଥିଲେ ସ୍ୱାଧୀନତା। ଆଜିର ଏ ପବିତ୍ର 155ତମ ଜାତିର ପିତା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଜନ୍ମ ଜୟନ୍ତୀରେ ଏତିକି ରହିବ ନିବେଦନ, ଆସନ୍ତୁ ସମସ୍ତେ ମିଶି ତାଙ୍କର এই ଚିନ୍ତାଧାରା ଏବଂ ସ୍ୱାଧୀନତାର ଚିନ୍ତାଧାରାକୁ ଯଦି ବଞ୍ଚାଇ ରଖିପାରିବା, ଜାତି ଧର୍ମ ଦଳ ବର୍ଣ୍ଣ ନିର୍ବିଶେଷରେ ତାହିଁ ହେବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ତା ସହିତ ପ୍ରତ୍ୟେକ ବର୍ଷ ପରେ ଆମ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଆମ ଦଳର ସଭାପତି ନବୀନ ପଟ୍ଟନାୟକ ଆହ୍ୱାନ କ୍ରମେ ପ୍ରତ୍ୟେକ ବର୍ଷ ଜନସମ୍ପର୍କ ଅଭିଯାନ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୁଏ ଏବଂ ଏଥର ମଧ୍ୟ 54 ନମ୍ବର ୱାର୍ଡରେ ଯେଉଁଠି ଜାତିର ପିତା ମହାତ୍ମା ଗାନ୍ଧୀ ଲେପର୍ସି ହୋମ୍ ଆଣ୍ଡ ହସ୍ପିଟାଲରେ ଗୋଟିଏ ରାତ୍ରି ଯାପନ କରିଥିଲେ, ସେଇଠାରୁ ପ୍ରତ୍ୟେକ ବର୍ଷ ଆରମ୍ଭ ହୁଏ। ଏ ବର୍ଷ ମଧ୍ୟ ଆରମ୍ଭ ହୋଇଛି 54 ନମ୍ବର ୱାର୍ଡରେ ତାପସ ସାମନ୍ତରାୟ କର୍ପୋରେଟର ନେତୃତ୍ୱରେ। ସେଠୁ ଆରମ୍ଭ ହୋଇ ଆଜି 55 ନମ୍ବର ୱାର୍ଡରେ ବିଶ୍ୱବନ୍ଦିତା ପଣ୍ଡା ଏବଂ ସଭାପତି ସମସ୍ତେ ଉପସ୍ଥିତ ଅଛନ୍ତି। ସମସ୍ତଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇଛନ୍ତି। ପ୍ରିୟ ନେତାଙ୍କର ବାର୍ତ୍ତା ରହିଛି, ଆହୁରି ତୃଣମୂଳ ସ୍ତରରୁ ଦଳକୁ ସୁସଂଗଠିତ କରନ୍ତୁ, ସମସ୍ତେ ଭଲ ଚିନ୍ତାଧାରା ଭିତରେ ଯାଆନ୍ତୁ। ଏ ବାର୍ତ୍ତା ନେଇ ସାଜି ଚାଲିଛି ଏ ପଦଯାତ୍ରା। ଆଶା କରୁଛି ଏ ପଦଯାତ୍ରାରେ ସମସ୍ତେ ସାମିଲ ହୋଇ ଯେଉଁ 3 ପର୍ଯ୍ୟାୟରେ ପଦଯାତ୍ରା ହେବ, ଯାହା ଆମ ପ୍ରିୟ ନେତାଙ୍କର ଆହ୍ୱାନ, ତାକୁ ସମସ୍ତେ ସଫଳ କରାଇବା। ଏବଂ ମୋର ବ୍ୟକ୍ତିଗତ ଭାବରେ ଯେଉଁମାନେ ନେତୃତ୍ୱ ନେଉଛନ୍ତି, ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କର ଯେଉଁ ବ୍ୟକ୍ତିତ୍ୱ, ଜଣେ ସୁମଣିଷ, ଯେଉଁମାନେ ନେତୃତ୍ୱ ନେଉଛନ୍ତି, ଭାବି ବିଚାରି କାର୍ଯ୍ୟ କଲେ ବିପଦ ନ ପଡ଼ଇ ଭଲେ।